ପରେ ଆପଣ ତ ମୋ ମାଙ୍କ ଭଳି ପ୍ଲିଜ ଆପଣ କୋଉଠି ଯାଆନ୍ତୁନି। ତୁ ଯଦି କହୁଛୁ ଖାଲି ତୋରି ମୁହଁକୁ ଚାହିଁ ମୁଁ ରହିଯାଉଛି, କିନ୍ତୁ ମୁଁ ଏ ଘରେ ଗୋଟେ ସର୍ତ୍ତରେ ରହିବି। ଯଦି ପଲ୍ଲବୀ ମୋ ଗୋଡ଼ ଧରି ମୋତେ କ୍ଷମା ମାଗିବ। ଦର୍ଶକ ବନ୍ଧୁ, ଆଜି ଆପଣମାନେ ମାୟା ଓ ମମତା ସିରିଏଲରେ ଦେଖିବାକୁ ପାଇବେ ଆଜି ପଲ୍ଲବୀ ସମସ୍ତଙ୍କ ସାମ୍ନାରେ ସବୁ ସତ କହିଦେବ। ଗୌରବ ଭାଇ ଆରେଷ୍ଟ ହେବା ପଛରେ ରୁବି ମାଉସୀଙ୍କର ହାତ ଅଛି। ପଲ୍ଲବୀଠୁ ରୁବି ଏକଥା ଶୁଣି ପୁରାପୁରି ଡରିଯିବ ଓ କାନ୍ଦି କାନ୍ଦି କହିବ, ଦେଖିଲୁ ତ ଆଦର୍ଶ, ପ୍ରଥମେ ମାୟା ଏ ଘରୁ ଗଲା, ଏବେ ମୁଁ ବି ଏ ଘରୁ ଯାଉଛି। ପୁଣି ଆଦର୍ଶ ରୁବିକୁ ଅଟକାଇବାକୁ ଚେଷ୍ଟା କରିବ। ମୁଁ ଏ ଘରେ ରହିବି, କିନ୍ତୁ ଗୋଟିଏ ସର୍ତ୍ତରେ। ଯଦି ପଲ୍ଲବୀ ମୋ ଗୋଡ଼ ଧରି ମୋତେ ଭୁଲ ମାଗେ ତାହେଲେ ମୁଁ ଏଇ ଘରେ ରହିବି। ପୁଣି ପଲ୍ଲବୀ କହିବ, ଯଦିଓ ମୋର ଏଥିରେ କିଛି ଭୁଲ ନାହିଁ ତ ମୁଁ କାହିଁକି ଭୁଲ ମାଗିବି। ଏହା ଶୁଣି ଆଦର୍ଶ କହିବ, ମୁଁ ଦେଖୁଛି ଏ ଘରେ ତୁମର ମନମାନି ଦିନକୁ ଦିନ ବଢ଼ିବାକୁ ଲାଗୁଛି। ରୁବି ମାଉସୀ ଠିକ୍ କହୁଥିଲେ, ମୁଁ ତୁମକୁ ଚିହ୍ନିବାରେ କୋଉଠି ନା କୋଉଠି ଭୁଲ କରିଛି। ଆଦର୍ଶ, ତୁମେ ମୋତେ ଭୁଲ ବୁଝୁଛ। ଏଠି ଆଉ ଯାହା ସବୁ ହେଉଛି ସବୁରେ ରୁବି ମାଉସୀ ଦାୟୀ। ଗୌରବ ଭାଇ ଜେଲ୍ ଯିବା ପଛରେ ବି ରୁବି ମାଉସୀ ଦାୟୀ। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି କମେଣ୍ଟ ମାଧ୍ୟମରେ ଜଣାନ୍ତୁ।